ଯେତେବେଳେ ଓଡ଼ିଶା ଅତ୍ୟନ୍ତ ମର୍ମାହତ ମହାନଦୀର ଜଳ ସଙ୍କଟ ପାଇଁ ଯେତେବେଳେ କଲମା ବ୍ୟାରେଜର ସମସ୍ତ ଗେଟ୍କୁ ବନ୍ଦ କରିଦିଆଯାଉଛି, ତୁମ ଘରୋଇ ପରିବାର ବର୍ଗଙ୍କ ସହିତ ଆସୁଛ ଏବଂ ଦର୍ଶନୀୟ ସ୍ଥାନ ଦେଖୁଛ, ଏଇଟା କ'ଣ ପିକନିକ୍ ପାର୍ଟି କି? ଓଡ଼ିଶାରେ, ଛତିଶଗଡ଼ରେ ଏବଂ କେନ୍ଦ୍ରରେ 3ଟି ଜାଗାରେ ବିଜେପି ଦଳ ସରକାରରେ ଅଛି। এই ବର୍ଷେ 10 ମାସ 9 ମାସ 10 ମାସ ଭିତରେ ଆମେ ଦେଖୁଛୁ আপোଷ ଆଲୋଚନାର ଯେଉଁ ରାସ୍ତା ସେ ଆସ୍ତେ ଆସ୍ତେ ସଂକୁଚିତ ହେବାକୁ ଯାଉଛି, ଅସ୍ପଷ୍ଟ ହେବାକୁ ଯାଉଛି। ଆମ ମୁଖ୍ୟମନ୍ତ୍ରୀ ପଦେ ବୋଲି କହିଲେ ନାହିଁ, ଅନୁରୋଧ କଲେ ନାହିଁ ବା ବାଲିବନ୍ଧ ହଟେଇବା ପାଇଁ କୌଣସି ପ୍ରୟାସ କଲେ ନାହିଁ। 2023ରେ 9 ଦିନ ପାଇଁ ମହାନଦୀ ଟ୍ରିବ୍ୟୁନାଲ ଓଡ଼ିଶାକୁ ଆସିଥିଲା। 9 ଦିନ ଭିତରେ ସେମାନେ 5 କୋଟି ଟଙ୍କା ଖର୍ଚ୍ଚ କରିକି ଗଲେ। ଆମେ ପାଇଲୁ କ'ଣ? ଆମେ କିଛି ହିଁ ପାଇଲୁ ନାହିଁ। ସେତେବେଳେ ମଧ୍ୟ ମହାନଦୀର ସ୍ଥିତି ଅତ୍ୟନ୍ତ ସଙ୍ଗୀନ ଥିଲା। ସେମାନେ ବହୁ ଜାଗା ବୁଲିଥିଲେ ଏବଂ ଆମେ ଆଶା କରୁଥିଲୁ ଯେ ସେଇ ତାଙ୍କର ଭିଜିଟ୍ ପରେ ଓଡ଼ିଶାକୁ ଯେଉଁ ଅନ୍ତରୀଣ ରାୟ ଆମେ ଦାବି କରୁଛୁ ଯେ ଅଣମୌସୁମୀ ସମୟରେ ଯେତିକି ପାଣିର ଆବଶ୍ୟକତା ଅଛି ଆମର, ସେ ପାଣି ଆମକୁ ମିଳିବ, ଅନ୍ତରୀଣ ରାୟ ଆମକୁ ମିଳିବ। କିନ୍ତୁ 2023ରୁ 25 ଭିତରେ ଆମର ସେଇ ଆଶାରେ ରହିଗଲା। ଆମେ ଅନ୍ତରୀଣ ରାୟ ପାଇଲୁ ନାହିଁ। ଅଣମୌସୁମୀ ସମୟରେ ଯେତିକି ପାଣି ଓଡ଼ିଶାକୁ ଆସିବା କଥା, ଛତିଶଗଡ଼ ଛାଡ଼ିବା କଥା, ସେଥିପାଇଁ କୌଣସି ନିର୍ଦ୍ଦେଶ ଟ୍ରିବ୍ୟୁନାଲ ଦେଲା ନାହିଁ। ଏବେ ଟ୍ରିବ୍ୟୁନାଲର କାର୍ଯ୍ୟକାଳ ସରିବ। ଏପ୍ରିଲ 13 ତାରିଖ ହେଉଛି ତାର ଲାଷ୍ଟ। ଆଉ ଯଦି 9 ମାସ ଏକ୍ସଟେନସନ୍ ପାଇଁ ଲେଖିଛନ୍ତି ସରକାର, ହେଇପାରେ ବା ନ ହେଇପାରେ। ଆମ କଥା ହେଉଛି ଯେ ତୁମେ କାର୍ଯ୍ୟକାଳ ସରିଲା ବେଳକୁ ପୁଣି ଥରେ ଆସୁଛ ଏବଂ ଯେଉଁମାନେ ଆସୁଛନ୍ତି ଟିମ୍ରେ ପରିବାର ବର୍ଗଙ୍କୁ ନେଇକି ଆସୁଛ, କାହାର ସ୍ୱାମୀ, କାହାର ସ୍ତ୍ରୀ, କାହାର ନାତି, କାହାର ଝିଅ, ଏମାନଙ୍କୁ ନେଇକି ଏ ଟିମ୍ରେ ଆସୁଛନ୍ତି। ଏବଂ କୁଆଡ଼େ ଯିବ? ମହାନଦୀର ଦୁଃସ୍ଥିତି ବା ଯେଉଁ ଜଳ ସଙ୍କଟ ବା ଯେଉଁଠି ମହାନଦୀ ଶୁଖି ଯାଉଛି, ବାଲିଚର ହେଇଗଲାଣି, ଲୋକଙ୍କୁ ପାଣି ମିଳୁନି, ପିଇବା ପାଣିର କଷ୍ଟ ହେଉଛି, ଲୋକଙ୍କ ଚାଷ ଜମିକୁ ଆଉ ଇରିଗେସନ୍ ହେଇପାରୁନି। ସେଇ ଜାଗା ଗୁଡ଼ାକୁ ଯାଉଛନ୍ତି କି? ସେ ଜାଗା ଗୁଡ଼ିକୁ ଯାଉନାହାନ୍ତି। ଯାଉଛନ୍ତି କେଉଁଠିକି? ଯିବେ ହୀରାକୁଦର ଜଳଭଣ୍ଡାର ଦେଖିବେ, ସେଠୁ ଯିବେ ଦେବ୍ରୁଗଡ଼, ସେଠୁ ଯିବେ ଆସିବେ ଚିଲିକା, ଚିଲିକାରୁ ପୁରୀ, ପୁରୀରୁ କୋଣାର୍କ, ଏଇଭଳି ଦର୍ଶନୀୟ ସ୍ଥାନ ଗୁଡ଼ିକୁ ସେମାନେ ବୁଲିବାକୁ ତାଙ୍କର ଗସ୍ତ କାର୍ଯ୍ୟକ୍ରମରେ ଲେଖିଛନ୍ତି। ଆମେ ସେଇଥିପାଇଁ କହୁଛୁ ଏଇଟା କ'ଣ ପିକନିକ୍ ପାର୍ଟି? ତୁମ ଘରୋଇ ପରିବାର ବର୍ଗଙ୍କ ସହିତ ଆସୁଛ ଏବଂ ଦର୍ଶନୀୟ ସ୍ଥାନ ଦେଖୁଛ, ଏଇଟା କ'ଣ ପିକନିକ୍ ପାର୍ଟି କି? ଆମ କଟା ଘାରେ ଚୂନ ଦେଲା ଭଳିଆ କଥା ନୁହଁ କି? ଯେତେବେଳେ ଓଡ଼ିଶା ଅତ୍ୟନ୍ତ ମର୍ମାହତ ମହାନଦୀର ଜଳ ସଙ୍କଟ ପାଇଁ ଅତ୍ୟନ୍ତ ଭାବରେ ଗମ୍ଭୀର ଚିନ୍ତା ଭିତରକୁ ଓଡ଼ିଶା ଯାଉଛି, ଯେତେବେଳେ କଲମା ବ୍ୟାରେଜର ସମସ୍ତ ଗେଟ୍କୁ ବନ୍ଦ କରିଦିଆଯାଉଛି, 66ଟି ଗେଟ୍, ଆଉ ତା ଭିତରୁ ଗୋଟେ ଗେଟ୍ରୁ ଅଧା ପାଣି ଆସୁଛି, ତାକୁ ମଧ୍ୟ ତଳେ ବାଲି ବନ୍ଧ କରିକି ଘେରି ଦେଇଛନ୍ତି, ସେତେବେଳେ ତୁମେ ଆସୁଛ ପିକନିକ୍ ମନେଇବା ପାଇଁ, ଅର୍ଥ ଶ୍ରାଦ୍ଧ କରିବ, କିନ୍ତୁ ଆମେ ଓଡ଼ିଶାବାସୀ ଫଳ ପାଇବ କ'ଣ? ମହାନଦୀ କ'ଣ ଆଶ୍ୱସ୍ତି ପାଇବ? ଏଇ ପ୍ରଶ୍ନ ଆମେ କରିବାକୁ ଚାହୁଁ ମହାନଦୀ ବଚାଓ ଆନ୍ଦୋଳନ ପକ୍ଷରୁ। ମହାନଦୀ ବଞ୍ଚାଓ ଆନ୍ଦୋଳନ ପକ୍ଷରୁ ଗୋଟେ ଆୟୋଗ ମଧ୍ୟ ହୋଇଥିଲା, ଜନ ଆୟୋଗ, ଯାହାର ଜଗଦାନନ୍ଦ ବାବୁ ଅଧ୍ୟକ୍ଷ ଥିଲେ। ସେ ଆୟୋଗର କ'ଣ ହେଲା? ଦେଖନ୍ତୁ, ସେ ଆୟୋଗ ଆଉ ଆମେ ଗଠନ କରିଥିଲୁ, କିନ୍ତୁ ସେ ଆୟୋଗ କାର୍ଯ୍ୟକ୍ଷମ ହେଲା ନାହିଁ। ଏବଂ କାର୍ଯ୍ୟକ୍ଷମ ନ ହେବା ପଛରେ କାରଣ ହେଉଛି ଯେ ଯେଉଁମାନେ ମେମ୍ବର ଥିଲେ, ଜଗଦାନନ୍ଦ ବାବୁ ଏବଂ ଅନ୍ୟମାନେ, ସେମାନଙ୍କ ପାଖରୁ ସେହି ସହଯୋଗ ମିଳିଲା ନାହିଁ, ଯାହାଫଳରେ କି ସେ ଆୟୋଗ ଆମେ ଆଗକୁ ବଢ଼େଇ ପାରିଲୁ ନାହିଁ। ତେବେ ଆୟୋଗର ଲକ୍ଷ୍ୟ କ'ଣ ରଖିଥିଲେ ଆପଣମାନେ? ସେତେବେଳେ କ'ଣ ଚିନ୍ତା କରିଥିଲେ? ଆମେ ଚିନ୍ତା କରିଥିଲୁ ଯେ ଏ ଆୟୋଗ ଗୋଟେ ଛତିଶଗଡ଼ ଏବଂ ଓଡ଼ିଶାରେ ମହାନଦୀକୁ ପର୍ଯ୍ୟବେକ୍ଷଣ କରିବ। ପର୍ଯ୍ୟବେକ୍ଷଣ କରିବା ସହିତ ଛତିଶଗଡ଼ର ଯେଉଁମାନେ ଷ୍ଟେକ୍ ହୋଲ୍ଡର ଅଛନ୍ତି ମହାନଦୀର ଏବଂ ଓଡ଼ିଶାର ଯେଉଁମାନେ ଷ୍ଟେକ୍ ହୋଲ୍ଡର ଅଛନ୍ତି, ସେମାନଙ୍କ ସହିତ ପରାମର୍ଶ କରିବ ଏବଂ ଗୋଟେ ସମାଧାନର ସୂତ୍ର ବାହାର କରିବ। ଯେଉଁ ସମାଧାନର ସୂତ୍ରକୁ ଆମେ ଛତିଶଗଡ଼ ସରକାରଙ୍କୁ, ଓଡ଼ିଶା ସରକାରଙ୍କୁ ଏବଂ କେନ୍ଦ୍ର ସରକାରଙ୍କୁ ଦେବା ପାଇଁ ଆମେ ଚିନ୍ତା କରିଥିଲୁ। କିନ୍ତୁ ସେଇ ଆୟୋଗ, ଜନ ଆୟୋଗକୁ ଆମେ
ତାକୁ ସଫଳତାର ସହିତ ତାର କାର୍ଯ୍ୟକାଳ ଆମେ ସମ୍ପନ୍ନ କରିପାରିଲୁ ନାହିଁ। ସେଇଟା ଆମର ଗୋଟେ ଦୁଃଖ ଅଛି ଯେ ଜନ ଆୟୋଗ କାର୍ଯ୍ୟକ୍ଷମ ହେଇପାରିଲା ନାହିଁ। ଡବଲ ଇଞ୍ଜିନ ର ସରକାର ଆସିଲା, ବିଜେପି ମଧ୍ୟ ମହାନଦୀ ବଞ୍ଚାଅ ଆନ୍ଦୋଳନରେ ଆପଣମାନଙ୍କର ସାଥ ଦେବା ପାଇଁ ସ୍ୱର ଉତ୍ତୋଳନ କରୁଥିଲା ଯେ ମହାନଦୀ କି ନ୍ୟାୟ ମିଳିବା ଦରକାର ବୋଲି, କିନ୍ତୁ ଡବଲ ଇଞ୍ଜିନ ସରକାର ଆସିଲା ପରେ ବି କିଛି ଫଳାଫଳ ଦେଖିବାକୁ ମିଳୁନି। ଦେଖନ୍ତୁ, ଯେତେବେଳେ 2016 ମସିହାରେ ଆମେ ମହାନଦୀ ବଚାଓ ଆନ୍ଦୋଳନ ଆରମ୍ଭ କଲୁ, ବୋଧ ହୁଏ ମହାନଦୀ ବଚାଓ ଆନ୍ଦୋଳନ ହେଉଛି ପ୍ରଥମ ପ୍ଲାଟଫର୍ମ, ଯେଉଁ ପ୍ଲାଟଫର୍ମରେ କି ଓଡ଼ିଶାର ସମସ୍ତ ରାଜନୈତିକ ଦଳ ଏକାଠି ହୋଇଥିଲେ। ବିଜେଡି ଥିଲା, ବିଜେପି ଥିଲା, କଂଗ୍ରେସ ଥିଲା, ବାମ ଦଳମାନେ ଥିଲେ, ସମତା କ୍ରାନ୍ତି ଥିଲା, ସମାଜବାଦୀ ପାର୍ଟି ଥିଲା, ଏମିତି ସବୁ ଦଳ ଥିଲା ସେତେବେଳେ। ଏବଂ ସବୁ ଦଳଙ୍କର ସେତେବେଳେ ମତାମତ ଥିଲା ଯେ ମହାନଦୀ ପାଇଁ ଆମେ ସମସ୍ତେ ଏକାଠି ହେବା। ଆଜି ଦିନରେ ଦେଖୁଛୁ ଆମେ ଯେ ମହାନଦୀ ପାଇଁ ରାଜନୈତିକ ଦଳମାନଙ୍କର କିଛି ଛାଡ଼ିଦେଲେ ଅନ୍ୟ ସମସ୍ତ ପ୍ରାୟ ସେମାନେ ସେଇଭଳି ପ୍ରତିଜ୍ଞାବଦ୍ଧ ନୁହଁ, ଅଙ୍ଗୀକାରବଦ୍ଧ ନୁହଁ ମହାନଦୀକୁ ବଞ୍ଚେଇବା ଏବଂ ମହାନଦୀ ବିବାଦର ସମାଧାନ ଦିଗକୁ ନେବା। ସମସ୍ତଙ୍କର ଗୋଟେ ବିଶେଷ କରିକି ବର୍ତ୍ତମାନ କ୍ଷମତାକୁ ଆସିଲା ପରେ ବିଜେପି ଆମେ ଦେଖୁଛୁ ଓଡ଼ିଶାରେ, ଛତିଶଗଡ଼ରେ ଏବଂ କେନ୍ଦ୍ରରେ 3ଟି ଜାଗାରେ ବିଜେପି ଦଳ ସରକାରରେ ଅଛି। ଆମେ ଆଶା କରୁଥିଲୁ ଯେତେବେଳେ କହିଲେ ଏମାନେ ଯେ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ କରିବା, ସେତେବେଳେ ଆମେ ଦେଖିଲୁ ଯେ ହୁଏତ ଗୋଟେ ସମାଧାନ ରାସ୍ତା ବାହାରିପାରେ, କାରଣ 3ଟି ଜାଗାରେ ବିଜେପି କ୍ଷମତାରେ ଅଛି। କିନ୍ତୁ 2 ବର୍ଷ ଭିତରେ ଆଉ 2 ବର୍ଷ, ଅଳ୍ପ ମାସ ପରେ 2 ବର୍ଷ ହେବାକୁ ଯାଉଛି ନା, 2 ବର୍ଷ ବା ବର୍ଷେ 10 ମାସ ହେଇଗଲାଣି। এই ବର୍ଷେ 10 ମାସ, 9 ମାସ, 10 ମାସ ଭିତରେ ଆମେ ଦେଖୁଛୁ ଆପୋଷ ଆଲୋଚନାର ଯେଉଁ ରାସ୍ତା ସେ ଆସ୍ତେ ଆସ୍ତେ ସଂକୁଚିତ ହେବାକୁ ଯାଉଛି, ଅସ୍ପଷ୍ଟ ହେବାକୁ ଯାଉଛି। ଜଣାପଡ଼ୁଛି କେମିତି? ପ୍ରଥମେ ଜଣାପଡ଼ିଲା ଯେତେବେଳେ ଏମାନେ କହିଲେ ଯେ ଆମେ ଗୋଟେ ମନ୍ତ୍ରୀସ୍ତରୀୟ କମିଟି କରୁଛୁ। ଏଇ କମିଟି ଯେମିତି ସେ କମିଟି ଛତିଶଗଡ଼ରେ ମଧ୍ୟ ସେମିତି ଗୋଟେ କମିଟି ହେବ, ଆଉ ସେ କମିଟି ସହିତ 2 ରାଜ୍ୟର କମିଟି ସହିତ ଆଲୋଚନା ହେଇକି ଗୋଟେ ସମାଧାନର ରାସ୍ତା ବାହାରିବ। ଆମେ ଦେଖିଲୁ ଓଡ଼ିଶାର କମିଟି ହେଇଗଲା, ବିଜେପିରୁ ସମସ୍ତେ, କେବଳ କଂଗ୍ରେସରୁ ଜଣେ ଏବଂ ବିଜେଡ଼ିରୁ ଜଣେ କମିଟି ହେଲା। କମିଟି ହେଲା ପରେ ଏମାନେ ଆଶା କଲେ ଯେ ଛତିଶଗଡ଼ ମଧ୍ୟ ସେମିତି ଗୋଟେ କମିଟି କରିବ, କିନ୍ତୁ ଛତିଶଗଡ଼ କମିଟି କଲା ନାହିଁ। ଏହି କମିଟି କହିଲା ଜାନୁଆରୀ 31 ଏବଂ ଫେବୃଆରୀ 1 ତାରିଖରେ ସେମାନେ ଯିବେ ଛତିଶଗଡ଼, ବୁଲିକି ଦେଖିବେ କ'ଣ ଅବସ୍ଥା ଛତିଶଗଡ଼ରେ ମହାନଦୀର। କିନ୍ତୁ ଏମାନେ ଗଲେ ନାହିଁ, ତାକୁ ବାତିଲ କଲେ। ବାତିଲ କରିବା ପଛରେ କାରଣ କ'ଣ? କାରଣ ହେଉଛି ଏଇଆ ଯେ ଛତିଶଗଡ଼ ସହଯୋଗ କଲା ନାହିଁ। ଆଜି ମଧ୍ୟ ଛତିଶଗଡ଼ ଏମାନଙ୍କୁ ସହଯୋଗ କରୁନାହିଁ। ସେହି ଦୃଷ୍ଟିରୁ ଆମେ କହିବାକୁ ଚାହୁଁ ଆପୋଷ ଆଲୋଚନା କେତେବେଳେ ହେବ? ଯେତେବେଳେ 2 ପକ୍ଷ ରାଜି ହେବେ, ସମ୍ମତି ଦେବେ ଏବଂ ସହଯୋଗ କରିବେ। ସମ୍ମତି ମାନେ ଦେଇଥିଲେ, ଛତିଶଗଡ଼ ସମ୍ମତି ଦେଇଥିଲା। କେଉଁଠି ଦେଇଥିଲା? ଟ୍ରିବ୍ୟୁନାଲ ପାଖରେ ଦେଇଥିଲା, ଲେଖିକି ଦେଇଥିଲା ଯେ ହଁ ଆମେ ଆପୋଷ ଆଲୋଚନା କରିବୁ। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ଆମେ ଦେଖୁଛୁ ଯେ ଆପୋଷ ଆଲୋଚନା ପାଇଁ ଆଦୌ ଆଗ୍ରହୀ ନୁହଁ ଛତିଶଗଡ଼। ଏପରିକି ଆହୁରି ଦୁଃଖଦ କଥା, ଯେତେବେଳେ ଆମେ ଉଠେଇଲୁ ଯେ କଲମା ବ୍ୟାରେଜ ତଳେ ଯେଉଁ ବାଲି ବନ୍ଧ କରିକି ଅଟକା ହେଉଛି ପାଣିକୁ, ଓଡ଼ିଶା ସରକାର ତାର ପ୍ରତିବାଦ କରନ୍ତୁ, କହନ୍ତୁ ଛତିଶଗଡ଼କୁ କାହିଁକି ପାଣି ଅଟକେଇଛ ତମେ। ଆଜି ପର୍ଯ୍ୟନ୍ତ ଛତିଶଗଡ଼ ସରକାରକୁ ଆମ ସରକାର, ଆମ ମୁଖ୍ୟମନ୍ତ୍ରୀ ପଦେ ବୋଲି କହିଲେ ନାହିଁ, ଅନୁରୋଧ କଲେ ନାହିଁ ବା ବାଲିବନ୍ଧ ହଟେଇବା ପାଇଁ କୌଣସି ପ୍ରୟାସ କଲେ ନାହିଁ। ଏଇଠୁ ଜଣାପଡ଼ୁଛି ଯେ 2 ରାଜ୍ୟ ଭିତରେ ଆପୋଷ ଆଲୋଚନାର ଯେଉଁ କଥା କୁହାଯାଉଛି, ସେ ଆପୋଷ ଆଲୋଚନାର ସମ୍ଭାବନା ବହୁତ କମ୍। ସେହି ଦୃଷ୍ଟିରୁ ଆଜି ଦିନରେ ଅତ୍ୟନ୍ତ ଗମ୍ଭୀର ଚିନ୍ତା ଭିତରକୁ ଆମେ ଯାଉଛୁ ଏବଂ ମହାନଦୀ ବଚାଓ ଆନ୍ଦୋଳନ ସେଥିପାଇଁ ଲୋକଙ୍କ ପାଖକୁ ଯିବାକୁ ଚାହେଁ। ଓଡ଼ିଶାବାସୀ ଗୋଟେ ରାଜନୈତିକ ପ୍ରେସର ବା ପଲିଟିକାଲ ୱିଲ୍କୁ ଜାଗ୍ରତ କରିବା ପାଇଁ ମହାନଦୀ ବଚାଓ ଆନ୍ଦୋଳନ ସେଇଥିପାଇଁ 9-10ଟି ଜାଗାରେ ବର୍ତ୍ତମାନ ବିକ୍ଷୋଭ କରିବାକୁ ଯାଉଛି। ଗତକାଲି ଭୁବନେଶ୍ୱରରେ ବିକ୍ଷୋଭ ହୋଇଥିଲା, ଆସନ୍ତାକାଲି କଟକରେ ହେବ, ଝାରସୁଗୁଡ଼ାର ଏଇ ଯେଉଁ କନକତରାରେ ହେବ, ସମ୍ବଲପୁରରେ ହେବ, ସୋନପୁରରେ ହେବ, ବୌଦ୍ଧରେ ହେବ 2 ତାରିଖରେ, ବାଙ୍କିରେ ହେବ, କଟକରେ ହେବ ଆସନ୍ତାକାଲି ଏବଂ ପାରାଦୀପରେ ହେବ। ତା ଛଡ଼ା କୋଣାର୍କରେ ମଧ୍ୟ ଏଭଳି କାର୍ଯ୍ୟକ୍ରମ ସବୁ ଆମେ ରଖିଛୁ। ଆମେ ଉଦ୍ଦେଶ୍ୟ ହେଉଛି 1 ପ୍ରଶ୍ନ କରିବା ଟ୍ରିବ୍ୟୁନାଲକୁ ଯେ ଆପଣ କ'ଣ ପାଇଁ ଆସିଛନ୍ତି ଓଡ଼ିଶାକୁ, ପିକନିକ୍ ମନାଇବା ପାଇଁ ନୁହଁ ତ, ଆପଣଙ୍କୁ ଜବାବ ଦେବାକୁ ପଡ଼ିବ।
କାରଣ ଆପଣ ପଇସା ଖର୍ଚ୍ଚ କରୁଛନ୍ତି, ସେ ପଇସା ହେଉଛି ଆମର ପଇସା, ଓଡ଼ିଶାର ପଇସା, ଓଡ଼ିଶାବାସୀଙ୍କର ଟ୍ୟାକ୍ସ ମନିରୁ ସେ ଖର୍ଚ୍ଚ ହେଉଛି। ନମ୍ବର 1। ନମ୍ବର 2 କହିବାକୁ ଚାହୁଁଛୁ ଯେ ଆପଣ ଯେତିକି ଆପଣ ସମୟସୀମା ଅଛି, ଆପଣଙ୍କ କାର୍ଯ୍ୟକାଳ ଅଛି, ତାହାରି ଭିତରେ ଗୋଟେ ଇଣ୍ଟରିମ୍ ଅର୍ଡ଼ର ଦେବେ କି? ଇଣ୍ଟରିମ୍ ଅର୍ଡ଼ର ଅର୍ଥ ହେଉଛି ଅଣମୌସୁମୀ ସମୟରେ ଆମର ଦରକାର ଓଡ଼ିଶାରେ 2.74 ମିଲିୟନ ଏକର ଫୁଟ ପାଣି। ସେ ପାଣି ଆମକୁ ଉପଲବ୍ଧ ହେବ କି? ଦିଅନ୍ତୁ, ଗୋଟେ ଇଣ୍ଟରିମ୍ ଅର୍ଡ଼ର ଦିଅନ୍ତୁ, ଏକଥା ଆମେ କହିବାକୁ ଚାହୁଁ। ଆଉ ତୃତୀୟ ଜିନିଷ, ଓଡ଼ିଶାବାସୀଙ୍କୁ ଆମେ ଆପିଲ୍ କରିବାକୁ ଚାହୁଁ, ନିବେଦନ ରଖିବାକୁ ଚାହୁଁ, ଆହ୍ୱାନ ଦେବାକୁ ଚାହୁଁ ଯେ ନଦୀ ତୁମର, ଏ ନଦୀ ତୁମ ମା, ଏ ନଦୀ ଯଦି ମରିଯିବ ତୁମର ସ୍ଥିତି, ତୁମର ଅବସ୍ଥିତି ମଧ୍ୟ ସଙ୍କଟାପନ୍ନ ହେଇଯିବ। ଏ ନଦୀକୁ ବଞ୍ଚେଇ ରଖିବା ଦାୟିତ୍ୱ ହେଉଛି ସମସ୍ତ ଓଡ଼ିଆଙ୍କର। ତେଣୁ ଆମେ ତୃତୀୟ ଆମର ଉଦ୍ଦେଶ୍ୟ ହେଉଛି ଲୋକଙ୍କ ଭିତରେ ଜାଗରଣ ସୃଷ୍ଟି କରିବା ନଦୀ ପାଇଁ, ନଦୀକୁ ବଞ୍ଚେଇ ରଖିବା ପାଇଁ, ଏବଂ ସରକାରଙ୍କ ଉପରେ ପବ୍ଲିକ ଅପିନିଅନ୍ ଗୋଟେ ଭାରି ପଡ଼ୁ ଯେମିତି, ଏବଂ ସରକାର ବାଧ୍ୟ ହୁଅନ୍ତୁ ଏହାର ସମାଧାନ କରିବା ପାଇଁ, ସେଇଭଳି ଏକ ପ୍ରୟାସ ନେଇକି ଆମେ ଏଇ ବର୍ତ୍ତମାନ ୟାଙ୍କର ଗସ୍ତ ସମୟରେ 5 ଦିନ ଯେଉଁ ଗସ୍ତ ଅଛି, ସେଇ ଗସ୍ତ ସମୟରେ ଆମେ ବିଭିନ୍ନ ଜାଗାରେ ଆମର ଏ କାର୍ଯ୍ୟକ୍ରମ କରୁଛୁ। ସାର୍, କିନ୍ତୁ ଅତୀତରେ ଆମେ ଯଦି ଦେଖିବା ପ୍ରକୃତିକୁ ବଞ୍ଚେଇବା ପାଇଁ, ନଦୀ ଜଙ୍ଗଲ ବଞ୍ଚେଇବା ପାଇଁ ଯେଉଁ ଯେଉଁ ରାଜ୍ୟମାନେ ପଦକ୍ଷେପ ନେଇଛନ୍ତି, ଜନସମର୍ଥନ ବହୁ ମାତ୍ରାରେ ମିଳିଛି, କିନ୍ତୁ ମହାନଦୀକି କାହିଁକି ଜନସମର୍ଥନ ମିଳୁନି? କୋଉଠି ଅସୁବିଧା ରହିଯାଉଛି, କୋଉଠି ଅଭାବ ରହିଯାଉଛି ଆପଣଙ୍କ ସଂଗଠନ ତରଫରୁ, ନା ସରକାରଙ୍କ ତରଫରୁ, ନା ସଚେତନତା ବାର୍ତ୍ତା ସେତିକି ପହଞ୍ଚି ପାରୁନି ଲୋକଙ୍କ ପାଖରେ? ଦେଖନ୍ତୁ, ଆପଣ ଯଦି ଆମକୁ ଠିକ୍ ଭାବରେ ଅବଜର୍ଭ କରିଥିବେ, ଅବଲୋକନ କରିଥିବେ, 2016ରୁ ଲଗାତାର ଭାବରେ ଆମେ ମହାନଦୀ ବଚାଅ ଆନ୍ଦୋଳନ କରିଛୁ। ଆମେ ଦିଲ୍ଲୀରେ ଯନ୍ତର ମନ୍ତର ଆଗରେ ଥରେ 7 ଦିନ ଆଉ ଥରେ 15 ଦିନ ଆମେ ଧାରଣାରେ ବସିଥିଲୁ। ଆମେ ଛତିଶଗଡ଼ ପାଖରୁ ପାରାଦୀପ ପର୍ଯ୍ୟନ୍ତ ମହାନଦୀ ଯାତ୍ରା କରିଥିଲୁ। ତା ଭିତରେ ଗୁଡ଼ାଏ ଜାଗାରେ ଆମେ ପଦଯାତ୍ରା କରିଛୁ ମହାନଦୀ କୂଳେ କୂଳେ। ସେ ବାଙ୍କି ହେଉ, ବୈଦେଶ୍ୱର ହେଉ, କଣ୍ଟିଲୋ ହେଉ, ସେ ନରସିଂହପୁର ହେଉ, ଗୁଡ଼ାଏ ଜାଗାରେ ଆମେ ପଦଯାତ୍ରା କରିଛୁ। ଏଠି ଆମେ ପାରାଦୀପ ପାଖରେ ମଧ୍ୟ ପଦଯାତ୍ରା କରିଛୁ, ଏବଂ ଏସବୁ କଥା କଲା ଭିତରେ ଜନସମର୍ଥନ ଆମକୁ ମିଳିଛି। ଏପରିକି ଲୋକମାନେ ଆସିକି ଆମକୁ ସାହାଯ୍ୟ କରିଛନ୍ତି, ଟଙ୍କା ପଇସା ଦେଇଛନ୍ତି, ଆମକୁ ରହିବା ପାଇଁ ଜାଗା ଦେଇଛନ୍ତି, ସବୁ ସୁବିଧା ସୁଯୋଗ କରିଛନ୍ତି ସେମାନେ। କିନ୍ତୁ ତା ସତ୍ତ୍ୱେ ଯେଉଁ ପ୍ରଶ୍ନ ମୋତେ କଲେ ଆପଣ, ଯେ ଏଠି ଯେଉଁ ବ୍ୟାପକ ଜନସମର୍ଥନ ଏବଂ ଜନ ଆନ୍ଦୋଳନ ଯେଉଁ ଗଢ଼ି ଉଠିବା କଥା, ତାହା ହେଇପାରି ନାହିଁ, ଏଟାକୁ ମଧ୍ୟ ମୁଁ ସ୍ୱୀକାର କରୁଛି। ଏବଂ କାହିଁକି ହେଉନାହିଁ, ମୋତେ ଲାଗୁଛି ବୋଧହୁଏ ଓଡ଼ିଶାବାସୀଙ୍କ ଭିତରେ ଏବେ ବି ସେଇ ଚେତନା ଆସିନି ଯେ ଗୋଟେ ନଦୀର ମହତ୍ତ୍ୱ କେତେ ଆମ ଜୀବନ ପାଇଁ, ନଦୀର ମହତ୍ତ୍ୱ କେତେ ଆମ ସମାଜ ପାଇଁ, ନଦୀର ମହତ୍ତ୍ୱ କେତେ ଆମ ପରିବେଶ ପାଇଁ। ବୋଧେ ସେଇ ଯେଉଁ ଚେତନା ଓଡ଼ିଶାବାସୀଙ୍କ ପାଖରେ ଆସିନି, କିନ୍ତୁ ଆସିବ ନିଶ୍ଚୟ। ହୁଏତ ସେତେବେଳକୁ ନେଡ଼ିଗୁଡ଼ କହୁଁ କି ବହିଯାଇଥିବ।